ଏହି ସୃଷ୍ଟିରେ ଅସଂଖ୍ୟ ପ୍ରକାରର ଜୀବ ଅଛନ୍ତି। ପ୍ରତ୍ୟେକ ଜୀବ ନିଜ ନିଜ ଗୁଣ ଓ ଶକ୍ତି ସହିତ ଜୀବନ ବଞ୍ଚୁଛନ୍ତି, କିନ୍ତୁ ସମସ୍ତଙ୍କ ମଧ୍ୟରେ ମନୁଷ୍ୟକୁ ସବୁଠାରୁ ଶ୍ରେଷ୍ଠ ବୋଲି କୁହାଯାଏ। ଏହା କେବଳ ଏକ ସାଧାରଣ ବକ୍ତବ୍ୟ ନୁହେଁ, ବରଂ ଏକ ଗଭୀର ସତ୍ୟ। ଏହି ପ୍ରଶ୍ନ ଆମ ମନରେ ବାରମ୍ବାର ଆସେ, ମନୁଷ୍ୟ ସତରେ କାହିଁକି ଶ୍ରେଷ୍ଠ? ତାର ଶ୍ରେଷ୍ଠତାର ମୂଳ କ'ଣ ଏବଂ ଏହି ଶ୍ରେଷ୍ଠତା କିପରି ରକ୍ଷା କରାଯାଏ? ପ୍ରଥମେ, ମନୁଷ୍ୟର ସବୁଠାରୁ ବଡ଼ ଶକ୍ତି ହେଉଛି ତାର ବିବେକ। ପଶୁମାନେ କେବଳ ପ୍ରାକୃତିକ ପ୍ରବୃତ୍ତିରେ ଚାଲନ୍ତି। ସେମାନେ ଖାଇବା, ଶୁତିବା ଓ ନିଜର ସୁରକ୍ଷା ପାଇଁ ବଞ୍ଚନ୍ତି। କିନ୍ତୁ ମନୁଷ୍ୟ ଏହାରୁ ଅଧିକ କିଛି କରିପାରେ। ସେ ଭାବିପାରେ, ତର୍କ କରିପାରେ, ଭଲ ଓ ଖରାପ ମଧ୍ୟରେ ତଫାତ୍ ବୁଝିପାରେ। ଏହି ବିବେକ ତାକୁ ନୀତିମାନ ଓ ସଚେତନ ଜୀବନ ଜୀଇବାକୁ ଦିଏ। ଯଦି ମନୁଷ୍ୟ ଏହି ବିବେକକୁ ସଠିକ୍ ଦିଗରେ ବ୍ୟବହାର କରେ, ସେ ସମାଜରେ ଏକ ଆଦର୍ଶ ହୋଇପାରେ। ଦ୍ୱିତୀୟତଃ, ମନୁଷ୍ୟର ମନ ଓ ଭାବନା ତାକୁ ଅନ୍ୟ ଜୀବମାନଙ୍କଠାରୁ ଅଲଗା କରେ। ମନୁଷ୍ୟ ପ୍ରେମ କରିପାରେ, ଦୟା ଦେଖାଇପାରେ, କ୍ଷମା କରିପାରେ ଓ ସହାନୁଭୂତି ଜଣାଇପାରେ। ଏହି ଭାବନାମୂଳକ ଶକ୍ତି ମନୁଷ୍ୟକୁ ମାନବିକ କରେ। ଯଦି ମନୁଷ୍ୟ ଏହି ଗୁଣଗୁଡ଼ିକୁ ଜୀବନରେ ଧାରଣ କରେ, ସେ କେବଳ ନିଜ ପାଇଁ ନୁହେଁ, ସମସ୍ତଙ୍କ ପାଇଁ ମଧ୍ୟ ଉପକାରୀ ହୁଏ। ତୃତୀୟତଃ, ମନୁଷ୍ୟର ସୃଜନଶୀଳତା ତାକୁ ଅସାଧାରଣ କରେ। ଆଜିର ଆଧୁନିକ ସଂସାର, ଉଚ୍ଚ ଅଟ୍ଟାଳିକା, ଜନବାହନ, ବିଜ୍ଞାନ ଓ ପ୍ରଯୁକ୍ତି ସବୁ ମନୁଷ୍ୟର ମେଧାର ଫଳ। ସେ କେବଳ ପ୍ରକୃତିର ଉପରେ ନିର୍ଭର କରି ରହିନାହିଁ, ବରଂ ପ୍ରକୃତିକୁ ବୁଝି ତାହାକୁ ନିଜ ପାଇଁ ଉପଯୋଗ କରିଛି। ଏହି ସୃଜନଶୀଳତା ମନୁଷ୍ୟକୁ ଅନ୍ୟ ସମସ୍ତ ଜୀବମାନଙ୍କଠାରୁ ଉପରକୁ ନେଇଯାଏ। ଚତୁର୍ଥତଃ, ମନୁଷ୍ୟ ନିଜ ଜୀବନକୁ ବଦଳାଇବାର କ୍ଷମତା ରଖେ। ଏକ ଗରିବ ଲୋକ ପରିଶ୍ରମ ଓ ଦୃଢ଼ ସଂକଳ୍ପରେ ସଫଳତା ଲାଭ କରିପାରେ। ଏକ ଅଜ୍ଞାନ ଲୋକ ଶିକ୍ଷା ଦ୍ୱାରା ଜ୍ଞାନୀ ହୋଇପାରେ। ଏହି ସ୍ୱୟଂ ପରିବର୍ତ୍ତନର ଶକ୍ତି ମନୁଷ୍ୟର ଅସାଧାରଣତାର ପ୍ରମାଣ। ପଞ୍ଚମତଃ, ଆଧ୍ୟାତ୍ମିକ ଦୃଷ୍ଟିରୁ ମନୁଷ୍ୟ ଜନ୍ମ ଅତ୍ୟନ୍ତ ଦୁର୍ଲଭ। ଶାସ୍ତ୍ରମାନେ କହିଛନ୍ତି ଯେ ଏହି ଜନ୍ମ ମାଧ୍ୟମରେ ମାତ୍ର ମନୁଷ୍ୟ ନିଜ ଆତ୍ମାକୁ ଚିହ୍ନିପାରେ ଓ ଭଗବାନଙ୍କୁ ପ୍ରାପ୍ତ କରିପାରେ। କିନ୍ତୁ ଏଥି ଏକ ମୁଖ୍ୟ ପ୍ରଶ୍ନ ଉଠେ, ଯଦି ମନୁଷ୍ୟ ସବୁଠାରୁ ଶ୍ରେଷ୍ଠ, ତେବେ ସମସ୍ତ ମନୁଷ୍ୟ କି ଶ୍ରେଷ୍ଠ? ଉତ୍ତର ହେଉଛି ନା। ମନୁଷ୍ୟ ଜନ୍ମ ମିଳିବା ମାତ୍ରେ ଶ୍ରେଷ୍ଠତା ପ୍ରାପ୍ତ ହୁଏ ନାହିଁ। ଶ୍ରେଷ୍ଠତା ହେଉଛି ଏକ ଅର୍ଜିତ ଗୁଣ। ଆଜିର ସମୟରେ ଅନେକ ଲୋକ ନିଜର ଶକ୍ତିକୁ ଭୁଲ ଦିଗରେ ବ୍ୟବହାର କରୁଛନ୍ତି। ଲୋଭ, ମୋହ, ଅହଙ୍କାର, ଈର୍ଷ୍ୟା ଏହି ସବୁ ଦୁର୍ଗୁଣ ମନୁଷ୍ୟକୁ ତାର ସତ୍ୟ ମୂଲ୍ୟରୁ ଦୂରେଇ ନେଇଯାଏ। ତେଣୁ ଆମେ ବୁଝିବା ଦରକାର ଯେ ମନୁଷ୍ୟ ହେବା ଏକ ଦାୟିତ୍ୱ। ଆମ ଜୀବନକୁ ନୀତି, ଧର୍ମ ଓ ସତ୍ୟର ପଥରେ ଚଲାଇବା ଦରକାର। ମନୁଷ୍ୟର ସତ୍ୟ ଶ୍ରେଷ୍ଠତା ତାର ଧନ, ପଦବୀ କିମ୍ବା ସଫଳତାରେ ନୁହେଁ, ବରଂ ତାର ଚରିତ୍ରରେ ଅଛି। ଶେଷରେ ଆମେ କହିପାରିବା, ମନୁଷ୍ୟ ସବୁଠାରୁ ଶ୍ରେଷ୍ଠ, କାହିଁକିନା ସେ ଚିନ୍ତା କରିପାରେ, ଭାବନା କରିପାରେ, ସୃଜନ କରିପାରେ ଓ ନିଜକୁ ବଦଳାଇପାରେ। ତେଣୁ ଆସନ୍ତୁ ଆମେ ଏକ ସଂକଳ୍ପ କରିବା। ଆମେ ନିଜର ବୁଦ୍ଧିକୁ ଭଲ କାମରେ ବ୍ୟବହାର କରିବା। ଆମେ ଅନ୍ୟକୁ ଭଲ ପାଇବା ଓ ସମ୍ମାନ କରିବା। ଆମେ ସତ୍ୟ ଓ ଧର୍ମର ପଥରେ ଚାଲିବା। କାରଣ ମନୁଷ୍ୟ ହେବା ଏକ ସୁଯୋଗ, କିନ୍ତୁ ଶ୍ରେଷ୍ଠ ମନୁଷ୍ୟ ହେବା ଆମର ପସନ୍ଦ। ପ୍ରିୟ ବନ୍ଧୁମାନେ, ଆପଣମାନେ ଦେଖୁଥିଲେ ଓଡ଼ିଆ ମୋ ଭାଷା ଚ୍ୟାନେଲ। ଯଦି ଏହି ଭିଡ଼ିଓ ଆପଣଙ୍କୁ ଭଲ ଲାଗିଥାଏ, ଦୟାକରି ଏକ ଲାଇକ୍ କରନ୍ତୁ ଓ ଆପଣଙ୍କ ମତାମତ କମେଣ୍ଟରେ ଲେଖନ୍ତୁ। ଏହିପରି ଭକ୍ତିମୟ, ପ୍ରେରଣାଦାୟକ ଓ ଓଡ଼ିଆ ସଂସ୍କୃତି ସମ୍ପର୍କିତ ଭିଡ଼ିଓ ପାଇଁ ଆମ ଚ୍ୟାନେଲ ଓଡ଼ିଆ ମୋ ଭାଷାକୁ ସବସ୍କ୍ରାଇବ୍ କରନ୍ତୁ ଓ ବେଲ୍ ଆଇକନ୍ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆଗାମୀ ସମସ୍ତ ଭିଡ଼ିଓର ସୂଚନା ସବୁଠାରୁ ପ୍ରଥମେ ପାଇପାରିବେ। ଆପଣଙ୍କର ଭଲ ପାଇବା ଓ ସମର୍ଥନ ଆମର ଶକ୍ତି। ଜୟ ଜଗନ୍ନାଥ।